ଏବେ ରାଜ୍ୟରେ ସମସ୍ତ ହିତାଧିକାରୀଙ୍କୁ ମିଳିବାକୁ ଯାଉଛି 3,000 ଟଙ୍କା ଭତ୍ତା। ଏବେ କେବଳ ଯେଉଁମାନଙ୍କର ବୟସ 80 ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ ମଧ୍ୟ 3,000 ଭତ୍ତା ମିଳୁଛି। ହେଲେ ସମସ୍ତ ହିତାଧିକାରୀଙ୍କୁ 3,000 ଭତ୍ତା ମିଳିବାକୁ ନେଇ ଆସୁଛି ଏବେ ଆଉ ଏକ ବଡ଼ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ସମସ୍ତ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମାସିକ 3,000 ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବା ଦାବିରେ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଦାବି କରାଯାଇଛି। ତେବେ ଦାରିଙ୍ଗବାଡ଼ିଠାରେ ବିରାଟ ସଭା ଓ ଶୋଭାଯାତ୍ରା ମାଧ୍ୟମରେ ପ୍ରତିବାଦ କରାଯିବା ସହ ବ୍ଲକ କାର୍ଯ୍ୟାଳୟକୁ ବିକ୍ଷୋଭକାରୀମାନେ ଘେରିଥିଲେ। ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ତେବେ ଭାଜପା ସରକାର ନିର୍ବାଚନ ସଂକଳ୍ପପତ୍ର ଘୋଷଣା ଅନୁସାରେ ଓଡ଼ିଶାର ସମସ୍ତ ଭତ୍ତା ହିତାଧିକାରୀଙ୍କୁ 3,000 ଟଙ୍କା ଭତ୍ତା ପ୍ରଦାନ କରାଯିବ। କିନ୍ତୁ ନିର୍ବାଚନ ସରିଲା, ଭାଜପା ସରକାର ଗଠନ କଲା, କିନ୍ତୁ ଭତ୍ତା ବୃଦ୍ଧି କ୍ଷେତ୍ରରେ ଅହେତୁକ ଅବହେଳାକୁ ଦୃଢ଼ ସମାଲୋଚନା କରିଥିଲେ। ତେବେ ସରକାର ତୁରନ୍ତ ସମସ୍ତ ହିତାଧିକାରୀଙ୍କୁ ମାସିକ 3,000 ଟଙ୍କା ଭତ୍ତା ପ୍ରଦାନ ଘୋଷଣା ନ କଲେ ଆସନ୍ତା 21 ଫେବୃଆରୀରେ ବିଧାନସଭା ଆଗରେ ଧାରଣା ଦିଆଯିବାକୁ ରାଜ୍ୟ ସଭାପତି ମହାନ୍ତି ଚେତାବନା ଦେଇଛନ୍ତି। ତେବେ ସମସ୍ତେ ନିଜ ନିଜ ବକ୍ତବ୍ୟରେ ରାଜ୍ୟର ଶାସନ କରୁଥିବା ଡବଲ ଇଞ୍ଜିନ ସରକାର ଗରିବ, ଅସହାୟ ବୃଦ୍ଧାବୃଦ୍ଧ, ଭିନ୍ନକ୍ଷମ ଓ ବିଧବା ମହିଳାମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା କହିଛନ୍ତି। ତେବେ ଏନେଇ ମଧ୍ୟ ବଡ଼ ଘୋଷଣା କରାଯାଇଛି କି ରାଜ୍ୟରେ ସମସ୍ତ ଭତ୍ତା ହିତାଧିକାରୀମାନଙ୍କୁ ଖୁବ୍ ଶୀଘ୍ର 3,000 ଟଙ୍କା ଭତ୍ତା ପ୍ରଦାନ କରାଯାଉ, ନଚେତ 21 ଫେବୃଆରୀରେ ପୁଣି ଆଉଥରେ ମଧ୍ୟ ବିଧାନସଭା ଆଗରେ ଧାରଣା ଦିଆଯିବ ବୋଲି ସୂଚନା ରହିଛି। ତେବେ ଆପଣମାନଙ୍କ ମତାମତ ନିହାତି କମେଣ୍ଟ କରି ଜଣାନ୍ତୁ। ସମସ୍ତ ଭତ୍ତା ହିତାଧିକାରୀଙ୍କୁ 3,000 ଟଙ୍କା ଲେଖାଏଁ ମିଳିଲେ ଭଲ ହେବ କି ନାହିଁ।